ଆକ୍ଚୁଆଲି ମୁଁ ଗୋଟେ କଥା ବୁଝି ହିଁ ପାରୁନି। ଘର ଭିତରକୁ ଆସିଲା ବେଳକୁ ମନେ ପଡୁଛି ଇନ୍ଦିରା ଆବାସ ଯୋଜନାରେ ମୁଁ ଯେତେବେଳେ ଛୋଟ ହେଇଥିଲି ଏ ଘରଟା ମୋ ବାପାଙ୍କୁ ମିଳିଥିଲା। ହେଲେ ଏବେ ଖାଇସାରିକି ମାନେ ପାସ୍ 2 ଗଲାବେଳେ ସେତେବେଳେ ବି ମନେ ପଡୁଛି ସେଇଟା ସ୍ୱଚ୍ଛ ଭାରତ ମିଶନରେ କେନ୍ଦ୍ର ସରକାରଙ୍କ ତରଫରୁ ମିଳିଥିଲା, ମାନେ ବିଜେପି ତରଫରୁ। ଘର ଭିତରକୁ ଆସିଲା ବେଳକୁ ତ କଂଗ୍ରେସ, ଘର ବାହାରକୁ ଗଲା ବେଳକୁ ତ ବିଜେପି। ଆଉ ଖାଇବା କଥା ଭାବିଲା ବେଳକୁ ମାନେ ଆଗରୁ ତ ଜାଣିଥିଲି ଖାଉଟି କଲ୍ୟାଣ ସୁରକ୍ଷାରେ ସେସବୁ କେନ୍ଦ୍ର ସରକାରଙ୍କ ତରଫରୁ ମିଳୁଥିଲା। ହେଲେ ଏବେ ବିଜେଡି ବାଲା ବିଜେଡି ଅଫିସରୁ ଫୋନ କରି କହୁଛନ୍ତି ଆମକୁ ଭୋଟ ଦେଇ ଆଶୀର୍ବାଦ କର, ନହେଲେ ଆମେ ତମର ରାସନ କାର୍ଡ କାଟିଦେବୁ। ମୁଁ ବୁଝିପାରୁନି ଭୋଟଟା ଦେବି କାହାକୁ? ଘରକୁ ଆସିଲେ କଂଗ୍ରେସ, ଘରୁ ବାହାରୁ ଗଲା ବେଳକୁ ବିଜେପି, ଆଉ ଏବେ ଖାଇବାର ଚିନ୍ତା। କିଛି ବି ବୁଝିପାରୁନି। ଆଚ୍ଛା, ଆପଣମାନେ ମୋର ଏଇ ପ୍ରୋବ୍ଲେମର ଟିକେ ସଲ୍ୟୁସନ୍ କହିବେ ତ, ଭୋଟଟା ମୁଁ କାହାକୁ ଦେବି କହିବେ ନା? କମେଣ୍ଟ କରନ୍ତୁ।